ଝିଅ ଆସି ପହଞ୍ଚି ଯାଇଥିଲା ଶୁକ୍ରବାର ରାତିରେ। ଆମ ଘରେ ସବୁ କଥାରେ ଚାହା ଆସରଟା ଟିକେ ଜମେ। ମୁଁ ନିଜେ ଯେହେତୁ ଚାହା ପିଏ, ମୋ ଝିଅ ବୋହୂଙ୍କୁ ବି ଟିକେ ଟିକେ ଚାହା ଅଭ୍ୟାସ କରିଦେଇଛି। ଆଉ ଏଇଟା ଅବଶ୍ୟ ମୋର ଗୋଟେ ଭାରି ବଦଗୁଣ। ହେଲେ କ'ଣ କରିବି, ଆଗରୁ ମୋ ଯାଆଙ୍କୁ ବି ମୁଁ ଚାହା ଅଭ୍ୟାସ କରିଦେଇଥିଲି। ଆଉ ଆମେ ଦୁଇ ଯାଆ ସାଙ୍ଗ ହେଇ ବସି ଚାହା ପିଉଥିଲୁ। ସେ ଯାଆ ଚାଲିଗଲେଣି, ଆଗୁଆ ବାଟ ଭାଙ୍ଗି ଚାଲିଗଲେ। ହେଲେ ଅଧିକାଂଶ ସମୟରେ ତାଙ୍କ କଥା ମୋର ମନେ ପଡ଼େ। ଆମେ ସବୁ ସାଙ୍ଗ ହେଇ ଚାହା ପିଲା ବେଳକୁ ଏମାନେ ସବୁ ଭିଡ଼ିଓ କଲ୍ ଲଗେଇଦେଲେ। ଆମରି ମୁଢ଼ି ଡବାକୁ ଥୋଇ ଫୋନ୍କୁ ଆଉଜେଇ ଚଲେଇଲେ। ଆଉ ମୋତେ ଭିଡ଼ିଓ କଲ୍ ଏତେ କମ୍ଫର୍ଟ ଲାଗେନି। ଯାହାକୁ ଖାଲି ଦେଖୁଥିବ ଆଉ କଥା ହେଲା ବେଳକୁ ମୋତେ ବି ଭଲ କି ଶୁଭେନି। ଯାହା ବି ହଉ, ସେମାନେ ତ ଆଗ୍ରହରେ ଲଗେଇଲେ, ଆଉ ମୁଁ କ'ଣ କୁଆଡ଼େ ପଳେଇବି। ଆମେ ସବୁ ଚାହା ପିଉ ପିଉ ଲିପି ସାଙ୍ଗେ କଥା ହେଲୁ, ଆଉ କୁନି ଝିଅକୁ ବି ଦେଖିଲୁ। ନିଣ୍ଟୁ କୁଆଡ଼େ ବୁଲୁଥିଲା କେଜାଣି, ଆସିଲାନି। ତା ସାଙ୍ଗେ ଗୁଡ଼ାଏ ସମୟ ଗପସପ କଲା ପରେ ପୁଣି ମାଛ କିଣି ଯିବାର ଥିଲା। ତେଣୁ ଚାହାଟା ପିଇ ସାରିଲେ ତ ଯିବୁ ନା। ଯେହେତୁ ଭିଡ଼ିଓ କଲ୍ଟା ଲାଗିଗଲା, ତେଣୁ ଚା ପିଆଟା ଆହୁରି ମନ୍ଥର ହୋଇଗଲା। ଯାହା ବି ହଉ, ହସ ଖୁସିରେ ତିନିହେଁ ଯାକ ଚା ପିଇଦେଲୁ। ଚାହା ପିଆ ସରିଲା ବେଳକୁ କୁନିର ବି ଆଉ ବୋଧେ ଇଚ୍ଛା ନଥିଲା ଆମ ସାଙ୍ଗେ ଗପିବା ପାଇଁ। ତାକୁ ମୁଁ ଯେତେ କହିଲି ମୋତେ ଟିକେ ଗେଲୁ କରିଦେ, ଆଜିକାଲିକା ଷ୍ଟାଇଲରେ ମୁଁ ଯେତେ ପ୍ରକାର ତାକୁ ଫ୍ଲାଇଂ କିସ୍ ଦେଲି, ତାର କିନ୍ତୁ ମୋ ପ୍ରତି ଆଉ ମନ ନଥିଲା। ମାମୁଁ ଘର ମଜା ଛାଡ଼ିକି ସିଏ କାହିଁ ମୋ ସାଙ୍ଗେ ଗପିବ। ସିଏ କିନ୍ତୁ ଆଉ ଗପିବାକୁ ଚାହିଁଲାନି। ଆମେ ବି ଗୁଡ଼ାଏ ସମୟ ହେଲା ଗପିଲୁଣି, ପୁଣି କାମଧନ୍ଦା ବି ତ ଅଛି ନା। ତେଣୁ ଆମେ ବି ଆଉ ବେଶୀ ସମୟ ନ ଗପି ଚାହା ପିଆକୁ ସେଇଠି ସ୍ଥଗିତ ରଖିଲୁ। ଆମର ମାଛ କିଣିବା ପାଇଁ ଯିବାର ଥିଲା। ଝିଅ ଆସିଛି, ମାଛ ଟିକେ ତ ହବ ନିଶ୍ଚୟ। ଆଇଁଷଟା ତ ସବୁଥିରେ ଖୋଜା ଲୋଡ଼ା। ଲିପିକି କହିଲି, ତୁ ରହିଲୁ, ଆଉ ତୁ ସିନା ଯାଇ ତମ ଘରେ ଆରାମ କରୁଛୁ, ଆମର କେତେ କାମ ଅଛି। ତାପରେ ଆମେ ମାଛ କିଣିବାକୁ ବଡ଼ ପୁଅ ସାଙ୍ଗେ ବାହାରି ପଡ଼ିଲୁ। ବଡ଼ ପୁଅ ଆଉ ନାତି ଆସି ଯେମିତି ପହଞ୍ଚିଲେ, ଆମେ ତ ଅପେକ୍ଷା କରିଥିଲୁ, ଗଲୁ। ଆଉ ଗଲାବେଳକୁ ଗୁଲୁରିକି କହିଲି, ତୁ ମା ଆଗରେ ବସ, ମୁଁ ମୋ ବାଲ ବଚ୍ଚାଙ୍କୁ ଧରି ପଛରେ ବସିଛି। ଯାହା କରିବେ ସମସ୍ତେ କରିବେ। ସେ ଗୋଟେ ଗୋଟେ ତକିଆ ସେଠୁ ଧରିକିରି ପାଲା କଲେ। ବୋଲେ ହଁ, ପାଲା କରିବା ପାଇଁ ତ ନେଉଛି, ଆଉ ଘରେ କେତେ ବସିବେ ଛୁଆଗୁଡ଼ା, ନେଉଛି। ସୁଲୁର ତ ଦେହଟା ଟିକେ ଭଲ ନଥିଲା, ଟିକେ ବୁଲି ଆସିଲେ ତା ମନ ବି ଭଲ ଲାଗିବ। ତାପରେ ଗାଡ଼ି ନେଇକି ଯୁଆରେ ଗଲେ ମୋର ମନ ହୁଏ ଛୁଆଗୁଡ଼ା ଘରେ ଅଛନ୍ତି, ଟିକେ ସାଙ୍ଗରେ ଯାଆନ୍ତୁ, ସବୁ ବୁଲିଲେ ଦେଖିଲେ ସିନା ସବୁ କଥା ଜାଣିବେ। ଏଇଥିପାଇଁ ବେଳେବେଳେ ମୁଁ ବହୁତ ହଇରାଣ ହୁଏ, ପିଲାମାନେ ବି ଚିଡ଼ନ୍ତି। ସେ ତାଙ୍କର ଭାଇ ଭଉଣୀ ଆଗରେ ବସିଥିଲେ, ମୁଁ ଛୁଆଙ୍କ ସାଙ୍ଗେ ପାଲା କରି କରିକା ଆମେ ଯାଇକି ମାଛ ଦୋକାନ ପାଖରେ ପହଞ୍ଚିଗଲୁ। ସେଇଠୁ ମାଛ ଦୋକାନରେ ହିସାବ ହେଲା କ'ଣ ମାଛ ନିଆହବ। ଗୋଟେ ବଡ଼ ଭାକୁର ଆଉ ଗୋଟେ ମିରିକାଳି ଆମେ ବାଛିଲୁ। କାହିଁକିନା ଏବେ ଚିଙ୍ଗୁଡ଼ି କଙ୍କଡ଼ା ହେଇଥିଲା, ମିରିକାଳି ମାଛଟା କେଉଁଦିନୁ ଆସିନଥିଲା। ସେଇ ଦୁଇଟା ମାଛ ଆଣିବା ପାଇଁ ଆମେ ଠିକ୍ କଲୁ। ସେ ଯେମିତି ଆମ ମାଛଟାକୁ ଧରି କାଟିବାକୁ ଆରମ୍ଭ କଲା, ତାଙ୍କୁ ମୁଁ କହିଥିଲି, ତମେ ସବୁ ଗାଡ଼ିରେ ବସିଥାଅ, କାହିଁ ସେଠିକି ଯିବ। ସିଏ ଯେମିତି ଆମର ମାଛ ଓଜନ କରି କାଟିବାକୁ ବାହାରିଲା, ସେ ଗାଡ଼ିରୁ ଅନେଇଥିଲେ, କହିଲେ, ବୋଉ ଆମେ ବି ଟିକେ ଦେଖିବୁ। ମୁଁ କହିଲି, ହଉ ଆସ। ସେଠୁ ଯାଇକି ସେମାନଙ୍କୁ ଗାଡ଼ି ପାଖରୁ ଆଣିକିରି ଆସିଲି। ସେ ମୋତେ ମାଛ କଟା ଦେଖିବାକୁ ଭଲ ଲାଗେନି, ମୁଁ ସେଥିପାଇଁ ଭାବିଥିଲି ଗାଡ଼ି ପାଖକୁ ପଳେଇବି। ହେଲେ ମୁଁ ସବୁ କରେ, କେଉଁଟା ମୋତେ ଭଲ ଲାଗେନି ବୋଲି, ଘର ପାଇଁ ଯଦି ଦରକାର ପଡ଼ିବ, ମୋତେ ଭଲ ଲାଗୁନି ମାନେ ମୁଁ ଏଇଟା କରିବିନି, ଏମିତି ମୁଁ ଜୀବନରେ କେବେ ହେଲେ ଭାବିନି। ଏବେ ସିନା ପିଲାମାନେ ବଡ଼ ବଡ଼ ହେଇଗଲେଣି ବୋଲି, ଆଉ ନହେଲେ ତ ମୁଁ ପୁଣି ସବୁ କାମ କରୁଥିଲି ନା। ସେଠୁ ତାଙ୍କୁ ପୁଣି ମୁଁ ଗାଡ଼ିରେ ବସି ପଡ଼ିବି ବୋଲି ଗଲାବେଳକୁ ବୋଲି ମାଛ ଓଛା ତ ସରିଲା, ମାନେ କେଉଁ ମାଛ ନେବୁ କ'ଣ କରିବୁ ତ ଠିକ୍ ଠାକ୍ ହେଇଗଲା, ଯାଉଛି ଗାଡ଼ିରେ ବସି ପଡ଼ିବି। ଦେଖିଲା ବେଳକୁ ସେମାନେ ପୁଣି ମୋ ସାଙ୍ଗରେ ବାହାରିଲେ। ବାହାରିବାରୁ ଆମେ ଆସିକି ପୁଣି ମାଛ ତାଙ୍କୁ ଟିକେ ଦେଖେଇଦେଲି, ଛୁଆଙ୍କୁ ଟିକେ ଦେଖେଇଦେଲି। ମାଛ ଧରିକି ଘରକୁ ଆସିଲୁ। ଘରକୁ ଆସିକିରି ଦୀପ୍ତି ଏକୁଟିଆ, ତା ସାଙ୍ଗେ ଟିକେ ବଛା ଧୁଆ କରିଦେଲି, ସେ ତ ରୋଷେଇରେ ଲାଗିଲା। ଏତିକି ବେଳକୁ ମୋର ଗୋଟେ ବହୁତ ଦିନର ପୁରୁଣା ସାଙ୍ଗ କହିଲେ ବି ହେବ, କିନ୍ତୁ ସେ ମୋର ନଣନ୍ଦ ହେବ ସାଇରେ, ତାର ଡାକ ନାଁ ବୁଲୁ। ମୁଁ ଯେତେବେଳେ ନୂଆ ନୂଆ ବାହା ହେଇକି ଆସିଲି, ସେତେବେଳେ ଇଏ କଲେଜରେ ପଢ଼ୁଥିଲେ। ଏ ଗାଁରୁ ଜମା 2 ଜଣ ଝିଅ କଲେଜରେ ପଢ଼ୁଥିଲେ। ସେ ସାଙ୍ଗ ନଣନ୍ଦଟିକୁ ବି ମୁଁ କେତେଥର ଖୋଜିଲିଣି। ସିଏ ଆମ କୁଟୁମ୍ବର ନଣନ୍ଦ, ଇଏ କିନ୍ତୁ ସାଇର ନଣନ୍ଦ। କିନ୍ତୁ ଆମେ ବହୁତ ଗପ କରୁ, ସାଙ୍ଗ ହେଇକି ବହୁତ ଚାହା ପିଉ। ପୁଣି ଦଫାଏ ଚାହା ପିଆ ହେଇଗଲା। ତାର କୁନି ପୁଅଟିକି ଧରି ସେ ଆସିଥିଲା। ଦୀର୍ଘ ଦିନର ପ୍ରତୀକ୍ଷା ପରେ ଭଗବାନ ତାକୁ ଏ ପୁଅଟି ଦେଇଛନ୍ତି। ଏ କଳା କହ୍ନେଇଟି ଏଇନା ତା ଆଖିର ତାରା ହେଇଛି। ତାରି ପଛରେ ଲାଗି ଲାଗି ସେ ଆଉ କେଉଁ ବନ୍ଧୁବାନ୍ଧବ ଘରକୁ ବି ଯାଇପାରୁନି।
ଦେଖୁନାହାନ୍ତି କେତେ ଗେଲ ବସରିଆ ଛୁଆ ସବୁ ଏମିତି ପତଳା। ଆଉ ମୁଁ କହିଲି ହଉ, ନନ୍ଦଙ୍କର ତ 80 ବର୍ଷରେ କୃଷ୍ଣ ଜନ୍ମ ହୋଇଥିଲେ, ଏ ଗୋଟିକ ଦେଖିବ କେମିତି ସୁନା ପିଲାଟିଏ ହେବ। ସେ ଯାଇକିରି କଇଁଛ ଦେଖିଲା। ମୁଁ କହିଲି କାହିଁ ତାକୁ ଭିଡ଼ୁଛ ମ, ତାକୁ ଛାଡ଼ିଦିଅ ସେ ଦେଖୁ। ଏତେବେଳକୁ ଠିକ୍ ଗୋଟିଏ କଇଁଛ ବି ପୁରା ପାଖକୁ ପଳାଇଲା, ଇଟା ଉପରକୁ ଚଢ଼ି ଯାଇଥିଲା। ଏଇ କଇଁଛଟା ହିଁ ଆମର ବେଶୀ ବଦମାସି କରୁଛି, 2 ଥର ଲୁଚିକି ପଳେଇଲାଣି। ତେଣୁ ଆମେ ଏମିତି ଇଟା ଦେଇକି ଉଚ୍ଚା କରିଛୁ। ଏ ବର୍ଷା ଦିନଟା ଗଲେ ସେ ଘର ପାଇଁ କ'ଣ ଟିକେ ବ୍ୟବସ୍ଥା ପୁଣି କରିବୁ। ଏଇ ଯେଉଁ ଗଛରେ ତ ବେଳେବେଳେ ଲୁଚି ଯାଉଛନ୍ତି, ଆମେ ଖୋଜି ଖୋଜି ନୟାନ୍ତ ହେଉଛୁ। ସେଇଥିରୁ ମୁଁ ଶିବକୁ କହିଥିଲି, ମୁଁ କହିଲି ବାବୁରେ ତୁ ଟିକେ ଗଛଟା ହିଁ କାଟିଦେବୁ। ଆଜି ଏସବୁ କାର୍ଯ୍ୟକ୍ରମ ଥିଲା, ତେଣୁ ସେ ପୁଅଟି ଭାରି ଆଗ୍ରହରେ କଇଁଛଙ୍କୁ ଦେଖିଲା। ମୁଁ ବି ଟିକେ ପାଣି ଲଗେଇଦେଲି। ପାଣି ଲଗେଇଦେଲେ କଇଁଛ ଟିକେ ପହଁରା ପହଁରି କରନ୍ତି। କୁନି ପୁଅର ଆଗ୍ରହ ବଢ଼ିଲା, ସେ ତାର ସେଠି ଦେଖିଲା। ଆମେ 2 ସାଙ୍ଗ ବହୁତ ପୁରୁଣା କଥା ଗପିଲୁ। ସେତେବେଳେ ଗାଁ କେମିତି ଥିଲା, ଆମେ କ'ଣ କରୁଥିଲୁ, ସେମାନେ କେମିତି କଲେଜ ଯାଉଥିଲେ, ବହୁତ ପୁରୁଣା କଥା ଗପ ପଡ଼ିଲା। ଆଉ ପୁଅ ଆଉ ଆସି ମଝିରେ ବି ଆଉ ଆମକୁ ଡିଷ୍ଟର୍ବ କଲାନି, କାହିଁକିନା ସେ ତ କଇଁଛ ଦେଖାରେ ବ୍ୟସ୍ତ ହୋଇଗଲା। ଆଉ ଇଏ ତ ଆମର ଜୀବନ ଯମୁନା, ଆପଣମାନେ ଆଗରୁ ତାଙ୍କ ସହିତ ପରିଚିତ ଅଛନ୍ତି। କିନ୍ତୁ ବହୁତ ଜଣ ମୋତେ ଖାଲି ଡରଉଛନ୍ତି, କହୁଛନ୍ତି କଇଁଛ ଦେଖେଇଲେ ନେଇଯିବେ। ଯଦି ନେଇଯିବେ, କେଡ଼େ କୁନି କୁନି ହେଇଥିଲେ ମୁଁ ତାଙ୍କୁ ଆଣି ପାଳିଛି। ଯଦି ବନ ବିଭାଗ ଭାବିବେ ଯେ ମୁଁ ତାଙ୍କୁ ଦୁଃଖରେ ରଖିଛି, ପଇସା ଖର୍ଚ୍ଚ କରିକି କାଚରୁ ଆଣିକି ତାଙ୍କୁ ଏଇଠି ବଡ଼ ଜାଗାରେ ବି ଫର୍ଚ୍ଚାରେ ରଖିଛି। ଆଉ ଯଦି ଏଇ କଇଁଛ ରଖିବାକୁ ଅନୁମତି ନାହିଁ, ତାହେଲେ ସେ କଇଁଛ ଦୋକାନ କାହିଁ ବିକ୍ରି ହେଉଛି? ସେ ତାଙ୍କର ସେ ଦୋକାନକୁ ଯାଇକି ବନ୍ଦ କରିଦେଉନାହାନ୍ତି। ଆମ ଘରେ ଆଣିକି ପାଳିଲା ପରେ ଯଦି ଏବେ ମୋ କଇଁଛ 2ଟା ନେଇଯିବେ ତ ନେଇଯିବେ। ଆଉ କ'ଣ ମୁଁ ଆଉ କ'ଣ ତାଙ୍କୁ କ'ଣ ବେପାର କରୁଛି ନା କ'ଣ କରୁଛି ଯେ ସେ ମୋତେ କ'ଣ କହିବେ? କଇଁଛ ଦେଖା ସରିଲା, ବୁଲୁ ଗଲା, ଦିନଟି ବିତିଲା। ମା' ଝିଅ ଶୋଇବାକୁ ଗଲୁ। ଶୋଇବା ବେଳକୁ ଗୋଟେ ବଢ଼ିଆ ମଜା କଥା ହେଲା। ମୋ ଝିଅ କହିଲା ବୋଉ ତୁ ଏସି ଲଗାଉଛୁ? ମୁଁ କହିଲି ହଁ ଟିକେ ଟିକେ ଲଗାଉଛି। ତା ମାନେ ଏସି ଲଗେଇଦେବ, ଶୋଇପଡ଼ିବ, ରିମୋଟଟାକୁ ପାଖରେ ରଖିଥିବ, ନିଦ ଜୋର ଆସିଲେ ରିମୋଟ ବନ୍ଦ କରିଦେବ। ଆଉ ମୋତେ କହିଲା ବୋଉ ରିମୋଟ ଦେଉନୁ। ମୁଁ କହିଲି ଆଲୋ ଆମର ଏଠି ଦେଶୀ ଷ୍ଟାଇଲ କାରବାର ସବୁ, ଛୁଆ ପିଲାର ଘର, ଆମର ରିମୋଟ ଫିମୋଟ କିଛି ନାହିଁ। ଆମେ ଡାଇରେକ୍ଟ ଲଗେଇ ଦେଉଛୁ, ପୁଣି ଡାଇରେକ୍ଟ ସୁଇଚରୁ ବନ୍ଦ କରିଦେଉଛୁ। ସେ କହିଲା ଧନ୍ୟ ତମ କାରବାର କହିକି ଆଉ ଏସି ଦେଲାନି, ଶୋଇପଡ଼ିଲା। ପରଦିନ ସକାଳୁ ତାକୁ ଯାଇ ଛାଡ଼ି ଦେଇକି ଆଇଲୁ। ଫେରିଲା ବେଳେ 2 ଯାକ ଆଖୁ ରସ ପିଇଲୁ।